ପୁଅରେ ଗୋଟେ କଥା କହିଥାନ୍ତି ଭାବୁଥିଲି। ନିଃସନ୍ଦେହରେ କହ ମା। ମା ହେଇ ପୁଅକୁ କହିବୁନି ତ ଆଉ କାହାକୁ କହିବୁ? ତୋ ବାପା ଚାଲିଯିବାର ଅନେକ ବର୍ଷ ହେଲାଣି। ସିଏ ବି ବଡ଼ ଦେଉଳରେ ପୁରାଣ ପଣ୍ଡା ଥିଲେ। ତାଙ୍କ ଅନ୍ତେ ତୁ ମଧ୍ୟ ବଡ଼ ଦେଉଳରେ ପୁରାଣ ପଣ୍ଡା ସାଜିଲୁ। ଆଉ ସଂସ୍କୃତ ଶାସ୍ତ୍ରକୁ ସରଳ ଭାଷାରେ ବୁଝାଇ ଦେଉଛୁ। କିନ୍ତୁ ଏସବୁ ତ ଦେଉଳର ପଣ୍ଡା ପଢ଼ିଆରେ ସେବାୟତମାନେ ଶୁଣୁଛନ୍ତି। ସେମାନେ ତ ଶିକ୍ଷିତ ଏବଂ ଜ୍ଞାନୀ ମଧ୍ୟ। ନିଜେ ପଢ଼ି ମଧ୍ୟ ବୁଝିପାରିବେ। କିନ୍ତୁ ଉତ୍କଳର ସାଧାରଣ ଲୋକ ସଂସ୍କୃତକୁ ପଢ଼ିବା ଏବଂ ବୁଝିବାରେ ଅକ୍ଷମ। ତେଣୁ ସଂସ୍କୃତ ଭାଗବତ ସେମାନଙ୍କ ପାଖରେ ଆଦୃତ ହୋଇପାରୁନାହିଁ, ଯାହାଫଳରେ ସେମାନେ ଭଗବତ ଜ୍ଞାନରୁ ବଞ୍ଚିତ ହେଉଛନ୍ତି। ଆଉ ତୁ ଚାହିଁଲେ ଏହାର ନିବାରଣ କରିପାରିବୁ। ମୋ ଦ୍ୱାରା ଏହାର ନିବାରଣ କ'ଣ ହେଇପାରିବ କି ମା? ନିଶ୍ଚୟ। ତୁ ତ ସଂସ୍କୃତ ଭାଗବତକୁ ଓଡ଼ିଆରେ ସୁନ୍ଦର ଆଉ ସରଳ ଭାଷାରେ ବୁଝେଇ ଦେଇପାରୁଛୁ। ଯଦି ତୁ ଏହାକୁ ଓଡ଼ିଆ ଭାଷାରେ ପଦ୍ୟ ରୂପରେ ଅନୁବାଦ କରିଦିଅନ୍ତୁ, ତାହେଲେ ଏହା ସମଗ୍ର ଓଡ଼ିଆ ଜାତି ପାଇଁ ଏକ ଅମୂଲ୍ୟ ଗ୍ରନ୍ଥ ହୋଇଯାଆନ୍ତା।